ଋଣର ଭାର ଲୁହାଠାରୁ ଅଧିକ ଓଜନ ଓ ରୋଗଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ। ଜୀବଜନ୍ତୁଙ୍କ ଦେହରେ ଜୋକ ଅଥବା ଟିଙ୍କ ଲାଗିଲେ ସେ ଯେମିତି ଧୀରେ ଧୀରେ ରକ୍ତ ଶୋଷିଥାନ୍ତି, ଠିକ୍ ସେମିତି ଜଣେ ଋଣୀ ମଣିଷଠାରୁ ଋଣର ଭାର ତା'ର ଉପାର୍ଜିତ ଧନକୁ ଧୀରେ ଧୀରେ ଶୋଷଣ କରିଥାଏ। ବୁଢ଼ିଆଣୀ ଜାଲରେ କୀଟମାନେ ଛନ୍ଦି ହୋଇଗଲେ ସେଥିରୁ ମୁକ୍ତି ପାଇବା ପାଇଁ ଛଟପଟ ହୁଅନ୍ତି ସିନା, କିନ୍ତୁ ସହଜରେ ମୁକ୍ତି ପାଇପାରି ନଥାନ୍ତି। ଠିକ୍ ସେମିତି ଋଣୀ ମଣିଷଟିଏ ଋଣର ଭାରରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ନିଜ ସହ ସଂଘର୍ଷ ଜାରି ରଖିଥାନ୍ତି, କିନ୍ତୁ ମୁକ୍ତି ପାଇବା ସହଜ ହୋଇନଥାଏ। ତେଣୁ ହେ ମୋର ବନ୍ଧୁମାନେ, ଜୀବନରେ ନିହାତି ଜଟିଳ ପରିସ୍ଥିତି ନ ଉପୁଜିଲେ ଋଣ କରନ୍ତୁ ନାହିଁ, ନଚେତ୍ ସାରା ଜୀବନ ଋଣର ଭାରରେ ପଡ଼ି କଲବଲ ହେବା ସାରା ହେବ।